ସୁକାର୍ଯ୍ୟ ମଧ୍ୟ କୁର୍ବିତଃ ପୂର୍ବାହ୍ନେ ଚାପରାନ୍ନିକମ୍। ଜ୍ଞାନୀ କହିଲେ, ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ସମସ୍ତଙ୍କୁ ଆଜିର ଜ୍ୟୋତିଷିକ ଆଲୋଚନା ସଭାକୁ ସ୍ୱାଗତ। ଜ୍ଞାନୀ କ'ଣ କହିଲେ? କାଲି କାମ ଆଜି କର, ଆଜି କାମ ବର୍ତ୍ତମାନ କର। ପୂର୍ବାହ୍ନରେ ଅପରାହ୍ନର କାମ ସାରିଦିଅ। ଏଣୁ ଆମେ ରହିଛେ ସୋମବାରରେ, କହିବା ମଙ୍ଗଳବାରକୁ ନେଇ। ଆସନ୍ତାକାଲି ମଙ୍ଗଳବାର 7 ତାରିଖ। 7 ତାରିଖ ମଙ୍ଗଳବାର ସୂର୍ଯ୍ୟ ଉଦୟ ହେବେ 5ଟା 36 ପରେ। 5ଟା 36 ପରେ ଆଉ ଅସ୍ତ ହେବେ 6ଟା ପରେ। ସନ୍ଧ୍ୟା ସମୟ 6ଟାରେ ସୂର୍ଯ୍ୟ ଅସ୍ତ ହେବେ। ମନ୍ଦ ସମୟ କେତେବେଳେ? ବ୍ୟାଡ୍ ଟାଇମ୍ ୱିଲ୍ 2ଟା 55ରୁ 4ଟା 29। ଉଦୟ 5ଟା 36, ଅସ୍ତ 6ଟା, ମନ୍ଦ ସମୟ 2ଟା 55ରୁ 4ଟା 29। ଆଜି ମାନେ ମଙ୍ଗଳବାର ଗ୍ରହ ସ୍ଥିତି। ଗ୍ରହ କେଉଁଠିକି ଅଛନ୍ତି? ନା ମେଷରେ ଶୁକ୍ର, ମିଥୁନରେ ବୃହସ୍ପତି, ସିଂହରେ କେତୁ, ବିଛାରେ ଚନ୍ଦ୍ରମା, କୁମ୍ଭରେ 3ଟା ଗ୍ରହ। ରାହୁ ଥିଲେ, ଏବେ ସେଠି ଅଛନ୍ତି ମଙ୍ଗଳ ଆଉ ବୁଧ। ମୀନରେ ଶନି ଥିଲେ, ଏବେ ଅଛନ୍ତି ରବି। ମେଷରେ ଶୁକ୍ର। ବାସ୍, ଏ ହେଲା ଗ୍ରହ ସ୍ଥିତି। ମେଷ ରାଶି 7 ତାରିଖ ମଙ୍ଗଳବାର ମେଷ ରାଶି ପାଇଁ ଭଲ ଦିନ ନୁହେଁ। ମଙ୍ଗଳବାର ହେତୁ ହବାକୁ ଥିବା ସମସ୍ତ ମନ୍ଦ କାର୍ଯ୍ୟରେ ଟିକେ ବାଧାବିଘ୍ନ ହେବ। ମାନେ କିଞ୍ଚିତ୍ ଶୁଭ। ଯେହେତୁ ବାର ମଙ୍ଗଳ, ମେଷର ଅଧିପତି ମଙ୍ଗଳ, ମିତ୍ର ବାର, ଏହି ଦୃଷ୍ଟିକୋଣରୁ ହେବାକୁ ଥିବା ସମସ୍ତ ମନ୍ଦ କାର୍ଯ୍ୟରୁ କିଛି ଶାନ୍ତି ମିଳିବ। 7 ତାରିଖ ମଙ୍ଗଳବାର ମେଷ ରାଶି ପାଇଁ ଅଷ୍ଟମ ଚନ୍ଦ୍ର ହେଲେ ବି ମଙ୍ଗଳବାର ହେତୁ ଭାଗ କିଛି କମିଯାଇପାରେ। ଧକ୍କା ଭୟ ଅଛି, କିନ୍ତୁ ଧକ୍କା ହେବନି। ବାହାରକୁ ନଗଲେ ଭଲ। ଘରେ ବି କେଉଁଠି ବାଡ଼େଇ ପିଟି ହେଇ ଟିକେ ରକ୍ତ ବାହାରିପାରେ ବା ଦରଜ ହେଇଯାଇପାରେ। ଜନ୍ମ ଶୁକ୍ର କିଛି ସହଯୋଗ କରିବେ। ଦେହ ଅସୁସ୍ଥ ହେବ। ଆଉ ମାନହାନି ଭୟ ଅଛି। ଆୟ ଅମଳରେ ବାଧା ବନ୍ଧନ ଭୟ। ଶ୍ରୀମଦ୍ ଭଗବତ ଗୀତାର 10ମ ଅଧ୍ୟାୟ ପାଠ କରନ୍ତୁ ନା, ଇଏ ସବୁ ଦୁଃଖ ଦୂର ହେଇଯିବ। ହରି ବିନା କେ ହରି ପାରେ ସନ୍ତାପ, ବାରି ବିନା କେ ବାରି ପାରେ ଉତ୍ତାପ। ହରି ହରି ହରି। ଶ୍ରୀମଦ୍ ଭଗବତ ଗୀତାର 10ମ ଅଧ୍ୟାୟ ପାଠ କରନ୍ତୁ। ବୃଷ ରାଶି 7 ତାରିଖ ମଙ୍ଗଳବାର ବୃଷ ରାଶିର କଚେପୋବାର। ଶୁଭ ଶୁଭ ଶୁଭ। ସର୍ବାଙ୍ଗୀନ ମଙ୍ଗଳ, ସର୍ବବିଧ ଆନନ୍ଦ। ବୃଷ ରାଶି ପାଇଁ 7 ତାରିଖ ମଙ୍ଗଳବାର ବୃଷ ରାଶି ପାଇଁ ଏକ ଶୁଭ ମଙ୍ଗଳ ଦିନ। ଆଜି ମନ ଧ୍ୟାନ ଦେଇ ଯତ୍ନର ସହିତ ତେଜି ପାରିଲେ ଦୀପ ଠିକ୍ ଭାବରେ ଆଲୋକ ଦେବ।
ଖାଲି ଦୀପକୁ ତେଜିବାର ଅଛି। ସେଥିରେ ତେଲ ଆଉ ସଳିତା ଅଛି। ପବନ ହଉନି, ଦୀପ ଆଲୋକିତ କରିବ ପରିବେଶକୁ। ମାନେ ଟିକେ ଉଦ୍ୟମ ଦରକାର। ବୃଷ ରାଶିର ଲୋକେ ଖାଲି ଟିକେ ଉଦ୍ୟମ କଲେ ସବୁ ଦିଗରୁ ସବୁ ପ୍ରକାର ସୁଖ ସାହାଯ୍ୟ ଧନ ଲାଭ ପାଇବେ, ଖୁସି ହେବେ। ଅଭୂତପୂର୍ବ ଦିନ। ଖାଲି ତେଜି ପାରିଲେ ଦୀପ ଅବଶ୍ୟ ଆଲୋକ ଦେବ। ପଇସା ଉଡ଼ୁଛି, କେବଳ ଧରିବା କଥା। ଆଜି ସେହିପରି ଏକ ଦିନ ଆସିଛି, ସେ ଯୋଗ ଆସିଛି। ତେଣୁ ବୃଷ ରାଶି ପାଇଁ, ଏଣୁ ହେ ଆ ବ୍ରାହ୍ମଣ ଚଣ୍ଡାଳ ବୃଷ ରାଶିର ସମସ୍ତ ଉଦ୍ୟମୀ ଧନଟକ ଯୋଗାଡ଼ କରନ୍ତୁ, ଗୋଟେଇ ଆଣନ୍ତୁ, ଧନବାନ ହୁଅନ୍ତୁ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। କୌଳିକ ମୌଳିକ ବୌଦ୍ଧିକ ଆର୍ଥିକ ପାରିବାରିକ ସାମାଜିକ ଇଚ୍ଛା ପୂର୍ଣ୍ଣ ହେବ। ଖାଲି ଚେଷ୍ଟା କରନ୍ତୁ। ନଈ କୂଳରେ ବାଲି ଆଡ଼େଇଲେ ପାଣି ଆସିଲା ଭଳି ଆପଣ ଖାଲି ଟିକେ ଚେଷ୍ଟା କରନ୍ତୁ, ଆପଣଙ୍କର ଶୂନ୍ୟ ପକେଟ୍ ପୂର୍ଣ୍ଣ ହେଇଯିବ। ହଁ, ଏବେ ଯିବା ମିଥୁନ ପାଖକୁ। 7 ତାରିଖ ମଙ୍ଗଳବାର ମିଥୁନ ରାଶି ପାଇଁ ଖାଲି ଲାଭ ଲାଭ ଲାଭ, ବିବିଧ ଲାଭ। ଯିଏ ଯେଉଁ ଲାଭ ଖୋଜେ ତା ପାଇଁ ବି ଚେଷ୍ଟା କରିବା ନା। ଖାଲି ଲାଭ ଖୋଜିଲେ ହେବ କି? ନହି ସୁପ୍ତସ୍ୟ ସିଂହସ୍ୟ। ଖାଲି ଶୋଇକିରି ଭାବିଲେ କ'ଣ ସିଂହ ପାଟି ଭିତରେ ମୃଗ ପଶିଯାଏ? ନାହିଁ। ଉଦ୍ୟମେନ ହିଁ ସିଦ୍ଧ୍ୟନ୍ତି କାର୍ଯ୍ୟାଣି। ଉଦ୍ୟମ ଦ୍ୱାରା କାର୍ଯ୍ୟ ସିଦ୍ଧ ହୁଏ। ଏ ଲାଭ ମାଗଣା ହବନି, ଟିକେ ଚେଷ୍ଟା। ତେଣୁ 7 ତାରିଖ ମଙ୍ଗଳବାର ମିଥୁନ ରାଶି ପାଇଁ ବିବିଧ ଲାଭ ଯୋଗ ଅଛି। ନଈ କୂଳେ ବାଲି ଆଡ଼େଇ ଦେଲେ ପାଣି ବାହାରିଲା ପରି ସାମାନ୍ୟ ଚେଷ୍ଟାରେ ନିଜର ଇଚ୍ଛା ପୂରଣ ହେବ। ମଙ୍ଗଳବାର ହେତୁ ସାମାନ୍ୟ ବିଘ୍ନ ଦେଖାଦେବ। ମିଥୁନାଧିପତି ହେଲେ ବୁଧ, ବାର ହେଲା ମଙ୍ଗଳ। ବୁଧ ମଙ୍ଗଳଙ୍କର ପଡ଼େନି, ତେଣୁ ପ୍ରତି ଲାଭରେ ଟିକିଏ ବିଘ୍ନ ସୃଷ୍ଟି ହେବ। ଯିଏ ହାରିଯାଏ ସେ ମରିଯାଏ। ହାରିବାନି। ମନ୍ତ୍ର ପଢ଼ିବା, ଗଲେ ପଛେ ଯାଉ ଯିବ ଯାହା ହେବ ଦେଖାଯିବ, ଗଲେ ପଛେ ଯାଉ ଯିବ ଯାହା ହେବ ଦେଖାଯିବ, ଗଲେ ପଛେ ଯାଉ ଯିବ ଯାହା ହେବ ଦେଖାଯିବ। ଏଇ ଚିନ୍ତାରେ ଉଦ୍ୟମ କଲେ ଖାଲି କ'ଣ ଲାଭ 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 ହେବ। ଦୈନନ୍ଦିନ ବୃତ୍ତି ବ୍ୟବସାୟର ଉନ୍ନତି ହେବ। ତୁମ ପୂର୍ବ ସତ୍କର୍ମର ସୁଫଳ ପାଇଁ ଏ ଉପହାର ମିଳିବ। ଉପହାର ନା ହେଲା ଲାଭ। ଖାଦ୍ୟ ପେୟ ରୁଚିକର ହେବ। ଦେବ ଦର୍ଶନ ଯୋଗ ଅଛି। କାହାର? ମିଥୁନ ରାଶିର। ତେଣୁ ମିଥୁନ ରାଶିର ବନ୍ଧୁଗଣ ଖାଲି ଟିକେ କର୍ମତତ୍ପର ହୁଅନ୍ତୁ ନା, ଦେଖିବେ କେତେ ମଜାଳିଆ ଦିନ ଆଜି। ଯିବା କର୍କଟ ପାଖକୁ। 7 ତାରିଖ ମଙ୍ଗଳବାର କର୍କଟ ରାଶି ପାଇଁ ବିଧାତା ବିବିଧ ପୁଡ଼ିଆ ପଠେଇଛନ୍ତି। ବିବିଧ ପୁଡ଼ିଆ। ସେଇ ପୁଡ଼ିଆରେ ଲେଖା ହେଇଛି ସୁଖ। ପୁଡ଼ିଆ ଖୋଲିଲେ ତା ଭିତରେ କାହା ପାଇଁ କି ସୁଖ ଅଛି? ସମସ୍ତଙ୍କୁ ବିଧାତା ଗୋଟିଏ ଗୋଟିଏ, ଦିଟା, ତିନିଟା, ପାଞ୍ଚଟା ପୁଡ଼ିଆ ଧରେଇ ଦେବେ। କର୍ମ ଅନୁଯାୟୀ ଏଇ ପୁଡ଼ିଆ ପାଇପାରିବେ। ଆଉ ସେ ପୁଡ଼ିଆ ଉପରେ ଲେଖା ହେଇଛି ସୁଖ। ମାନେ କର୍କଟ ରାଶିର ଲୋକେ ଆଜି ବିବିଧ ସୁଖ ଲାଭ କରିବେ। ଯିଏ ପୁଡ଼ିଆ ଖୋଲି ପାରିବ ସେ ସୁଖର ସ୍ୱାଦ ପାଇବ। ଏହା ମନେ ପକେଇ ଦେଇ ମୁଁ କହୁଛି କି ଯିଏ ଠିଆ ହୋଇ ବୁଣେ ସେ ବସିକରି ଖାଏ। ଏଣୁ ଆପଣ ସମସ୍ତେ ସମୟୋଚିତ ଶ୍ରମ କରି ସୁଖ ପାଆନ୍ତୁ। ଟିକେ ଚେଷ୍ଟା କରନ୍ତୁ, ସୁଖ ଆସି ଆପଣଙ୍କ ବେକରେ ଫୁଲ ହାର ହେଇ ଲମ୍ବିଯିବ।
ସୁଖ ସୁଖ ସୁଖ। କର୍କଟ ରାଶି ଲୋକଙ୍କୁ ଆଜି ସୁଖ ମିଳିବ। ଟିକେ ଚେଷ୍ଟା, ଟିକେ ଉଦ୍ୟମ। ଏଣୁ ଆପଣ ସମସ୍ତେ ସମୟୋଚିତ ଶ୍ରମ କରି ସୁଖ ପାଆନ୍ତୁ। ଦେହ ପା ଠିକ୍ ରହିବ, ଆୟ ଅମଳ ଠିକ୍ ଠାକ୍ ହେବ। ଦୈନନ୍ଦିନ ବୃତ୍ତିରେ ବିକାଶ କରିପାରିଲେ ହବ ତ କରିପାରିଲେ କ'ଣ, ଖାଲି ଟିକେ ଉଦ୍ୟମ ଦରକାର ନା ଆଉ। ବାସ୍। ସିଂହ ରାଶି କଥା ବୁଝିବାନି। 7 ତାରିଖ ମଙ୍ଗଳବାର। ସିଂହ ରାଶି ଟିକେ ଭଲ ଦିନ ନୁହଁ। ପ୍ରଥମରେ ସିଂହ ରାଶି ମହିଳାଙ୍କର ଘାତଚନ୍ଦ୍ର, ସିଂହର ଜନ୍ମ କେତୁ, ରାହୁ ସପ୍ତା, ରାହୁର ସପ୍ତମ ଦୃଷ୍ଟି, ସିଂହକୁ ରାହୁ ମଙ୍ଗଳ ବୁଧଙ୍କର ମନ୍ଦ ଦୃଷ୍ଟି। ଏଣୁ ଦେହ ଅସୁସ୍ଥ ହେବ, ରକ୍ତପାତ ହୋଇଯାଇପାରେ। ଜଗି ରଖି ଚଳନ୍ତୁ। ଶାରୀରିକ ସମସ୍ୟା ଜଟିଳ ସୃଷ୍ଟି କରିବ, କଳହ ହୋଇପାରେ। ଆୟ ଅମଳରେ ବାଧା ଅଛି। ଦୂରଯାତ୍ରା ନ କଲେ ଭଲ। ଶତ୍ରୁ ପ୍ରତି ସାବଧାନ। ସିଂହ ପ୍ରତି ଆଜି କେଉଁ ଦିଗରୁ ଭଲ ନାହିଁ, କୌଣସି ପ୍ରକାର ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ମାନେ ଶାରୀରିକ ସମସ୍ୟା, ମାନସିକ ସମସ୍ୟା, ଆର୍ଥିକ ସମସ୍ୟା, ପଡ଼ୋଶୀମାନେ, ଶତ୍ରୁମାନେ, ଋଣଦାତାମାନେ, ଆଉ ରୋଗ ମାନେ ଗୋଟାଏ ରୋଗ ନୁହଁ, ଏମାନେ ସମସ୍ତେ ମିଳିତ ଆକ୍ରମଣ କରିବେ। ତେଣୁ ସାବଧାନ। ନିଷ୍ପତ୍ତି ନେଇଯାଆନ୍ତୁ ସକାଳୁ ସକାଳୁ। ଆଜି ମୁଁ କିଛି ଦେବି, ଦାନ କରିବି। ଦାନ ଦେଲେ ସବୁ ରିଷ୍ଟ ଖଣ୍ଡନ ହୁଏ, ହେଲେ ସତ୍ପାତ୍ରରେ। ଯାହାକୁ ମୋତେ ପ୍ରବଳ ଭୋକ ହେଉଛି, ମୋତେ ଗୋଟେ ଖାଇବାକୁ ଦେଲେ ସେ ଖାଦ୍ୟ ଦାନର ମହତ୍ତ୍ୱ ଅଛି। ମୁଁ ଏବେ ଗିଳିକିରି ଆସିଛି ତଣ୍ଟି ପର୍ଯ୍ୟନ୍ତ, ମୋତେ ଖାଇବାକୁ ଦେବେ, ସେ ଦାନର କିଛି ମହତ୍ତ୍ୱ ଅଛି। ତେଣୁ ସତ୍ପାତ୍ରରେ ଦିଅନ୍ତୁ। ଯାହାର ଆବଶ୍ୟକ ତାକୁ ଦିଅନ୍ତୁ। ଜଣକୁ ଦେଉନାହାନ୍ତି। ମୁଁ କ'ଣ କହିଲି 100 ଜଣଙ୍କୁ ଦିଅନ୍ତୁ ବୋଲି? ଜଣକୁ ଦିଅନ୍ତୁ, କିନ୍ତୁ ସତ୍ପାତ୍ରରେ ଦିଅନ୍ତୁ। ଏବେ ଦେଖିବା କନ୍ୟା କଥା। 7 ତାରିଖ ମଙ୍ଗଳବାର। କନ୍ୟା ରାଶି ମହିଳାମାନଙ୍କର ଆଜି ଘାତଚନ୍ଦ୍ର। ବନ୍ଧୁ ତଥା ଭାଇମାନଙ୍କର ସହଯୋଗ ପାଇବେ। ଆୟ ଅମଳ ପାଇଁ ଦିନଟି ଅନୁକୂଳ। ଦୈନନ୍ଦିନ ବୃତ୍ତି ବ୍ୟବସାୟ ଠିକ୍ ଠାକ୍ ଚାଲିବ। ଆଉ ସାନ ବଡ଼ ସବୁ ଭାଇଙ୍କୁ ଟିକେ ବିଚାର କରନ୍ତୁ। ଆଉ ବେଳେବେଳେ କେଉଁଠି ଭାଇ ଟିକେ ଭଗାରି ହେଇଯିବ। ଆଜି ବହୁ କ୍ଷେତ୍ରରେ ଭାଇ ଆଜି ହେଲ୍ପ କରିବେ, କିନ୍ତୁ ସ୍ଥାନ ଭେଦରେ ଆଜି ଭାଇ ଟିକେ ଭଗାରି ହେଇଯିବ। ଆଉ ଭାଇ ଭଗାରି ହେଇଗଲେ ତଣ୍ଟି କାଟିଲା। ଆଉ କ'ଣ? ଭାଇ ଭଗାରି ହେଲେ ତଣ୍ଟି କାଟିଲା। ବଦମାସ। ଶତ୍ରୁ କେଉଁଠି ଥାଏ କି? ମାତୃଗର୍ଭରେ ପରା। ଯେଉଁମାନେ କର୍ମଠ ସେମାନେ ଆଜି ଆୟ ଅମଳ କରି ସୁଖରେ ରହିବେ। ଅଳସ ଗଣ ଆଜି ବିଲୁଆ ଅଙ୍ଗୁର କୋଳକୁ ଚାହିଁଲା ଭଳି ଖାଲି ଚାହିଁ ରହିବେ। ଆମ ସମାଜରେ 2 ପ୍ରକାର ଲୋକ ନାହାନ୍ତି କି? ଦଳେ ହେଲେ କର୍ମଠ, ଦଳେ ହେଲେ ଅଳସ। ଯେଉଁମାନେ କର୍ମଠ, କନ୍ୟା ରାଶିର ଯେଉଁମାନେ କର୍ମଠ, କର୍ମରଙ୍ଗ, କର୍ମ ପାଗଳ, କର୍ମ କରିବାକୁ ଭଲ ପାଆନ୍ତି, ଗୀତା ବାଣିକି ବନେଇଛନ୍ତି କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ଭାଗବତରେ ଲେଖା ଅଛି, ଶ୍ରୀମଦ୍ ଭାଗବତରେ, କର୍ମ କରିବ ନାନା ମତେ ଫଳିବ କର୍ମର ଆୟତ୍ତେ। ସେଇମାନେ ଆଜି ସୁଖୀ ହେବେ, ଧନୀ ହେବେ, ତାଙ୍କ ପାଖକୁ ପ୍ରବଳ ଅର୍ଥ ଆସିବ। ଆଉ ସେଇମାନଙ୍କ ମଧ୍ୟରେ ଭାଇ ଭାଇ ମିତ୍ରତା ବଢ଼ିବ। ଆଉ ଯେଉଁମାନେ ଅଳସ, ବିଲୁଆ ଭଳିଆ ଅଳସ, ଲାଷ୍ଟକୁ ବିଲୁଆ କ'ଣ କହିଲା? ଅଙ୍ଗୁର ଖୋଳି ଖଟା। ସେଇଭଳି ଅଳସୁଆ ଆଜି ଧନ ପାଇବେନି। ଖାଲି ଅନେଇଥିବେ, ଦେଖୁଥିବେ, ଚାହିଁଥିବେ, ବଲ ବଲ। ହଁ ବନ୍ଧୁ, ଆମେ ଏବେ ଯିବା ତୁଳା ରାଶି ପାଖକୁ। 7 ତାରିଖ ମଙ୍ଗଳବାର। ତୁଳା ରାଶି ପାଇଁ ସମ୍ପୂର୍ଣ୍ଣ ଶୁଭ ଦିନ। ବି କେୟାରଫୁଲ, ଅତି ସାବଧାନ। ଯହ ସ୍ୱହସ୍ତେ ବିପଦମ୍ ଆହ୍ୱୟତି ସହ ମୂଢ଼।
ଆପଣା ହସ୍ତେ ଜିହ୍ୱା ଛେଦି କେତାର ଅଛି ପ୍ରତିବାଦୀ। ତୁଳା ରାଶିର ଲୋକମାନେ ଆଜି ସେଇ ଭୁଲ କରିବେ, ଜାଣି ଶୁଣି ବିପଦକୁ ବରଣ କରିବେ, ଆଉ କହିବେ ଆ ବଳଦ ମୋତେ ବିନ୍ଧେ। 7 ତାରିଖ ମଙ୍ଗଳବାର ତୁଳାରାଶି ପାଇଁ ସମ୍ପୂର୍ଣ୍ଣ ଅଶୁଭ ଦିନ। ପ୍ରଥମତଃ ଅପମାନିତ ହୋଇପାରନ୍ତି, ଜ୍ଞାନୀ ଦେଖେଇ ହେବେ। ଯିଏ ଜ୍ଞାନୀ ଦେଖେଇ ହେବ ସେ ତ ଅପମାନ ପାଇବ ନା। ରୋଗାକ୍ରାନ୍ତ ହେବେ, ତଣ୍ଟିପନ୍ତ ଗିଳିବେ, ଦେହ ଖରାପ ହେବ। ବଦ ଖର୍ଚ୍ଚ ବଢ଼ିଯିବ, ଦେଖେଇ ହେବେ ମୁଁ ଦାତା, ବଦ ଖର୍ଚ୍ଚ ବଢ଼ିଯିବ। ଋଣ କରି ଘିଅ ପିଇବେ, ହଁ ଋଣଦାତା ଆଜି କ୍ଷମା ଦେବେନି। ଦୂରଯାତ୍ରା କଲେ ହଇରାଣ ହେବେ। କୌଣସି କାର୍ଯ୍ୟ ଯଥା ସମୟରେ ହେବନି। ବିଳମ୍ବରେ ମଧୁର ଖାଦ୍ୟ ମିଳିପାରେ। ବିଳମ୍ବରେ, ଇଟ୍ ନଟ୍ ମଷ୍ଟ, ଏଇଟା ସିଓର ନୁହଁ, ନିଶ୍ଚିତ ନୁହଁ, କିନ୍ତୁ ମିଳିବ। ବିଳମ୍ବରେ ଆଶା କରାଯାଏ ଆଜି ସ୍ୱାଦିଷ୍ଟ ଆହାର ମିଳିବ। ଚେଷ୍ଟା କଲେ ସନ୍ଧ୍ୟାବେଳେ ଦେବଦର୍ଶନ ଯୋଗ ଅଛି। ହେଲେ ଆଜି ଅଶୁଭ ଦିନ। ସବୁ କଥା କହିଲି, ଗାଳି ଦେବନି ମୋତେ କେହି। ହନୁମାନ ଚାଳିଶା ପଢ଼, ମଙ୍ଗଳ ହେବ। ବିଛା ପାଖକୁ ଯିବା। 7 ତାରିଖ ମଙ୍ଗଳବାର ବିଛା ରାଶି ପାଇଁ ଏକ ସୁଖ ସୁନ୍ଦର ଦିନ। ସୁଖ ଦିନ ପୁଣି ସୁନ୍ଦର ଦିନ, ସିଏ କ'ଣ ମ? ଆରେ ବୁଝିପାରୁନ? ସୁନ୍ଦର। ସାଇ ଭାଇ ବନ୍ଧୁ କୁଟୁମ୍ବ ପ୍ରିୟଜନ ଆଉ ପରଜନ ସମସ୍ତେ କହିବେ ତମେ ଭଲ। ଏ ହେଲା ସୁନ୍ଦର ଦିନ। ସୁଖ ଯାହା ଆବଶ୍ୟକ ତାହା ମିଳିଗଲା, ସୁଖ ହେଲା। ତେଣୁ ସୁଖ ସୁନ୍ଦର ଦିନ। ଜ୍ୟେଷ୍ଠା ନକ୍ଷତ୍ରଧାରୀ ଜନତାଙ୍କ ପାଇଁ ଆଜି ଅଭୂତପୂର୍ବ ସାଫଲ୍ୟ ମଣ୍ଡିତ ଦିନ। ବିଧାତା ଆଜି ଏମାନଙ୍କ ପାଇଁ ମୌଳିକ, କୌଳିକ, ଆର୍ଥିକ, ପାରମାର୍ଥିକ, ବୌଦ୍ଧିକ ଆଦି ବିବିଧ ସୁଖ ରଖିଛନ୍ତି। ଯିଏ ଖୋଜିବ ସେ ପାଇବ। ସ୍ୱାସ୍ଥ୍ୟ ସୁସ୍ଥ ସୁନ୍ଦର ହେବ। ବାରମ୍ବାର ଦର୍ପଣ ଦେଖିବାକୁ ମନ ହେବ, କି ସୁନ୍ଦର ମୁଁ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଦୈନନ୍ଦିନ ଜୀବିକା ଠିକ୍ ଠାକ୍ ଚାଲିବ। ଆୟ ଅମଳ ଠିକ୍ ଠାକ୍ ହେବ। କୌଣସି ସମସ୍ୟା ନାହିଁ। ବିଛା ରାଶି ପାଇଁ ଧନୁରାଶି 7 ତାରିଖ ମଙ୍ଗଳବାର ଧନୁରାଶି ପାଇଁ ଧନଯୋଗ ଥିଲେ ବି ମନୋଯୋଗ ନାହିଁ। ଧନଯୋଗ ଅଛି କିନ୍ତୁ ମନୋଯୋଗ ନାହିଁ। ମନୋଯୋଗ ନାହିଁ ମାନେ କ'ଣ ହେବ? ନା, କେମିତି ହେବ? ହେବନି। ମଙ୍ଗଳବାର ହେତୁ ରକ୍ଷା ମିଳିଯିବ। ଯଦି ଅନ୍ୟ ବାର ହୋଇଥାନ୍ତା ତେବେ ବିବିଧ ହାନି ଘଟିଥାନ୍ତା। ବିବିଧ ହାନି। ମଙ୍ଗଳବାର ବୋଲି ରକ୍ଷା ପାଇଗଲେ। କାରଣ ଧନୁ ରାଶିର ଅଧିପତି ହେଲେ ବୃହସ୍ପତି, ଆଉ ସେ ହେଲେ ଧନୁ ମାନେ ମଙ୍ଗଳବାର ହେଲା ତାଙ୍କ ମିତ୍ର, ତେଣୁ ରକ୍ଷା ପାଇଯିବେ। ବହୁ ଖର୍ଚ୍ଚ ହୋଇ ମାନସିକ ଶାନ୍ତି ଭଙ୍ଗ ହେବ। ରୋଗାକ୍ରାନ୍ତ ହେବେ। ପୁରୁଣା ପୀଡ଼ା ବଢ଼ିଯିବ। ଦୂରଯାତ୍ରା ନ କଲେ ଭଲ। ଗାୟତ୍ରୀ ପଢ଼ନ୍ତୁ। ଆଜି ଧନୁରାଶି ପାଇଁ ଗାୟତ୍ରୀ ମନ୍ତ୍ରର ଆବଶ୍ୟକ ଅଛି। ବଡ଼ ଅସୁବିଧା ଦିନ। ଓಂ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଶୁଦ୍ଧପୂତ ଭାବରେ, ସ୍ଥିର ଚିତ୍ତରେ, ଏକାଗ୍ର ଭାବରେ ବସି ମନ୍ତ୍ର ଜପନ୍ତୁ। ଚେଷ୍ଟା କରନ୍ତୁ 108 ଜପିବା ପାଇଁ। ଏକାଥର ନହେଲେ ନାହିଁ, 10 ଥର ପଢ଼ନ୍ତୁ, କିନ୍ତୁ ପଢ଼ନ୍ତୁ ବାସ୍। ଏବେ ଯିବା ମକର ପାଖକୁ। 7 ତାରିଖ ମଙ୍ଗଳବାର ମକର ରାଶିର ଏକ ହାନିକାରକ ଦିନ। ମକର ରାଶିର ଆଜି ଘାତବାର। ମହିଳାମାନଙ୍କର ଘାତଚନ୍ଦ୍ର। ଏଣୁ ଜଗି ରଖି ନ ଚଳିଲେ ରକ୍ତପାତ ହେବ। ବାହାରକୁ ଗଲେ ଧକ୍କା ଭୟ ଅଛି। ହେଲେ କିଛି ଖୁସି ଖବର ଶୁଣି ନାଚିବେ। ଧନାଗମ ହେଇପାରେ,
କେବଳ ସାମାନ୍ୟ ଚେଷ୍ଟା ଦରକାର। ଦୈନିକ ବୃତ୍ତି ବ୍ୟବସାୟର ବିକାଶ ହେବ। ଆଜି ଏକ ମିଶ୍ରିତ ଦିନ, ମାନେ ବିଶେଷ କରି ମକର ରାଶି ମହିଳାମାନେ ଟିକେ ସାବଧାନ। ଘାତ ବାର, ଘାତ ଚନ୍ଦ୍ର, ଦୁଇ ପ୍ରକାର ଘାତ ଆକ୍ରମଣ କରିବା ଆଜି ମକର ରାଶି ମହିଳାମାନଙ୍କୁ। ତେଣୁ ସେମାନେ ଜଗି ରଖି ଭାବି ଚିନ୍ତି ପଦକ୍ଷେପ ନିଅନ୍ତୁ। ପନିକି ଯେତେବେଳେ ପରିବା କାଟିବା ପାଇଁ ପନିକିଟାକୁ ଖୋଲିବେ, ସେତେବେଳେ ଅନ୍ୟ ଚିନ୍ତା କରିବେନି, ଫୋନ୍ କରିବେନି। ଫୋନ୍ ଆସିଲେ ଉଠେଇବେନି। ପିଲା ବା ଅନ୍ୟମାନେ କିଏ ଡାକିଲେ ଶୁଣିବେନି, ପନିକି ବନ୍ଦ କରି ଆସିବେ। ସେମିତି ବ୍ଲେଡ଼ରେ ଛୁଞ୍ଚିରେ କାମ କଲାବେଳେ ହୁସିଆର। ରକ୍ତପାତ ଯୋଗ ଅଛି, ନିଶ୍ଚୟ ହେବ। ଈଶ୍ୱରଙ୍କ ଶରଣାପନ୍ନ ହୁଅନ୍ତୁ, ମଙ୍ଗଳ ହେବ। ବାସ୍। କୁମ୍ଭ ରାଶି 7 ତାରିଖ ମଙ୍ଗଳବାର। କୁମ୍ଭ ରାଶି ପାଇଁ କିଛି ଖୁସି ଖବର ମିଳିବ। କର୍ମ ମୁଖର ଦିନ। କର୍ମର ଆଜି ପ୍ରମୁଖ ଲାଭ ଅଛି। ଆନନ୍ଦ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନାହିଁ। ଆୟ ଅମଳ ଯୋଗ ଅଛି। ଆର୍ଥିକ ଲାଭ ଯୋଗ ଅଛି। ବିଧିଙ୍କ ଇଚ୍ଛା ସମୁଚିତ କର୍ମ କର। ଆଜି ବିଧାତା କହୁଛନ୍ତି ଆଜି ଏକ ସୁଖମୟ ଦିନ। ତେଣୁ ଟିକେ ସତ୍କାର୍ଯ୍ୟ କର, ଦାନ ଧର୍ମ କର। ଆଜି କର୍ମ କର, ବଢ଼ିଆ କର୍ମ, ଯେଉଁ କର୍ମରୁ ତୁମକୁ ସୁଖ ଆଉ ଶାନ୍ତି ମିଳିବ। ଆଜି କର୍ମ ପ୍ରମୁଖ ଦିନ କୁମ୍ଭ ରାଶିଙ୍କର। ଆଜି କର୍ମରେ ଅବହେଳା କଲେ ଗୋଟାଏ ମାସ କାନ୍ଦିବେ। ଆଜି କୁମ୍ଭ ରାଶିମାନଙ୍କୁ ତାଗିଦ କରି କୁହାଯାଉଛି, ଆଜି ଭଳିଆ ଦିନରେ କର୍ମ ନ କଲେ ଗୋଟିଏ ମାସ କାନ୍ଦିବେ। ଆଜି ସବୁ ସୁଖ ଭୁଲି କର୍ମ କରନ୍ତୁ। ଯାହାକୁ ଯେଉଁ କର୍ମ ବିଧାତା ଦେଇଛନ୍ତି, ହେଲେ କର୍ମ କଲେ ବଢ଼ିଆ ଲାଭ ହେବ, ଯଥେଷ୍ଟ ଆୟ ହେବ, ସୁଖ ମିଳିବ, ଧନ ଆସିବ, ମିତ୍ର ଆସିବେ, ଉପହାର ମିଳିବ, ଯଶ କୀର୍ତ୍ତି ବଢ଼ିବ। ନକଲେ ନାହିଁ, ମୁଁ କ'ଣ କରିବି? ନକଲେ। ମୀନ ରାଶି 7 ତାରିଖ ମଙ୍ଗଳବାର। ମୀନ ରାଶି ଲାଗି ଏକ ଶୁଭକାରକ ଦିନ। ମଙ୍ଗଳବାର ମାନେ ମିତ୍ରବାର। ବୃତ୍ତି ବ୍ୟବସାୟ ଠିକ୍ ଠାକ୍ ଚାଲିବ। ଭାଇ ବନ୍ଧୁ କୁଟୁମ୍ବ ସହଯୋଗ କରିବେ। ମାତ୍ର ତମେ ଭାବିଚିନ୍ତି ପାଦ ପକେଇବ। କାହାକୁ ବିଶ୍ୱାସ କରିବନି। ଆଜି ଗୋଟିଏ ଜଟିଳ ଦିନ ହେଲା। ତମେ ଭାବିଚିନ୍ତି ପାଦ ପକେଇବ। କାହାକୁ ବିଶ୍ୱାସ କରିବନି। ଯଦି ଭୁଲରେ କାହାକୁ ବିଶ୍ୱାସ କଲ, ତାକୁ ଭରସା କରିବନି। ଯଦି ଭରସା କଲ, ଆଗେ ବିଶ୍ୱାସ ମନା କରାଗଲା, କାହାକୁ ବିଶ୍ୱାସ କରିବନି। ଦ୍ୱିତୀୟରେ କୁହାଗଲା, ଯଦି ଭୁଲରେ ବିଶ୍ୱାସ କଲ, ତାହେଲେ ତାକୁ ଭରସା କରିବନି। ଯଦି ଭରସା କଲ, ତଥାପି ମନ କଥା କହିବନି, ଘର କଥା କହିବନି, ଧନ କଥା କହିବନି। ସେଇ ହିଁ ତଣ୍ଟି କାଟିଦେବ। ସାବଧାନ। ଆଜି ଅପମାନ ଯୋଗ ଅଛି। ତେଣୁ ମାପି ଚୁପି ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ଇଏ ଗଲା 12 ରାଶିର କଥା। କାଲି ଦାନ୍ତ ବିଷୟରେ କହିଥିଲେ, ମନେ ଅଛି? ଦାନ୍ତ ବେଳେ ଲୁଣ ଦେଇଥିଲେ। ଯାହାର ବିନ୍ଧା ଛିଟିକା ହେଉଛି ସେ ଲୁଣ ଆଉ ତେଲ ଦେଇଥିଲେ ନାହିଁ। ଡାକ୍ତର ଅଛନ୍ତି, ଆଉ କ'ଣ? ପଇସା ଅଛି, ଆଉ କ'ଣ? ଓପାଡ଼ି ଦଉନା, ଓପାଡ଼ି ଦିଅ। ଗୋଟିଏ ଦାନ୍ତ ଉପାଡ଼ିଲେ ତା 2 ପଟ ଦାନ୍ତର ସାହାରା କମିଯିବ। ସିଏ ବି ବିନ୍ଧିବ, ସିଏ ବି ହଲିବ, ସିଏ ବି ପୀଡ଼ା ଦେବ। ଆଗେ ଦାନ୍ତ ଥିଲେ ସିନା ଖାଦ୍ୟର ସ୍ୱାଦ ଉପଭୋଗ କରିବା। ହଁ ବନ୍ଧୁ, କାଲି ଯାହାଟା ଦାନ୍ତ କଥା କହିଥିଲି ସେଟା ଟିକେ ମନ ଦେଇକରି ବଉଳ ଘାସର ଛେଲି ସଂଗ୍ରହ କରନ୍ତୁ, ଶୁଖେଇକରି ଗୁଣ୍ଡ କରନ୍ତୁ, ତାଙ୍କୁ ଦାନ୍ତ ଭଞ୍ଜନ କରନ୍ତୁ, ଘଷନ୍ତୁ। ଆଉ ଯଦି ବିନ୍ଧା ଆରମ୍ଭ ହେଉଛି, ତାହେଲେ ଖଣ୍ଡେ ଛେଲିକି ଅଳ୍ପ ପାଣିରେ ସିଝେଇ ସେଇ କଷା ପାଣିକି ପାଟିରେ ରଖନ୍ତୁ 5-10 ମିନିଟ୍। ବାସ୍, ଆଜି ପାଇଁ ଏତିକି। ରହିଲି, ନମସ୍କାର।